ମୁଁ ରାଉରକେଲାରେ ରହୁଥିଲି ହଜବେଣ୍ଡ ସହିତ ଆଉ ଛୁଆ ପିଲା ସାଙ୍ଗରେ ରହୁଥିଲି। ହେଲେ ଏଇ ଯେଉଁ ପୋଷ୍ଟ ଅଫିସରେ କାମ କରୁଥିଲେ ରମାକାନ୍ତ ନାୟକ, ସେ ରାଉରକେଲାରେ କାମ କରୁଥିଲେ। ଆଉ ସିଏ ସେଇଠୁ ମୋ ନଣନ୍ଦ ସାଙ୍ଗରେ ଭେଟ ହେଇକି ସେ ଆମ ଘରକୁ ଗଲେ ଆଉ ମୋ ଫୋନ୍ ନମ୍ବର ନେଇକି କଣ୍ଟାକ୍ଟ କରିକି ତାପରେ ଆମ ଘରକୁ ଯାଉଥିଲେ ଆଉ ମୋର ସାଙ୍ଗେ ସମ୍ପର୍କ ରଖିଲେ। ତାପରେ ମୁଁ ତାଙ୍କ ସାଙ୍ଗେ ସମ୍ପର୍କ ରଖିବା ପାଇଁ ଚାହୁଁନଥିଲି, ମୋ ଛୁଆ ପିଲା ଅଛନ୍ତି କହିକି। ହେଲେ ବି ସିଏ ମୋତେ ସେଇ ଗନ୍ ଦେଖେଇକି ଡରେଇକି ପୁରା ଏକଦମ କହୁଥିଲା ମୋ ସାଙ୍ଗେ ସମ୍ପର୍କ ରଖ, ନହେଲେ ଗୁଲି ମାରିଦେବି ତୋ ଛୁଆମାନଙ୍କୁ, ତୋ ହଜବେଣ୍ଡକୁ। ଏମିତି କରିକି ଡରେଇ ଧମକେଇକି ସେ ମୋ ସାଙ୍ଗେ ସମ୍ପର୍କ ରଖିଲା, ଫିଜିକାଲ୍ ବି ହେଉଥିଲା। ଆଉ ତାପରେ ସିଏ ମୋତେ ଘରୁ ମାନେ କାଢ଼ିକି ବାହାର କରିଦେଲା। ଘରୁ ନାଇଁ ବାହାରିଛୁ ହେଲେ ତୋ ଛୁଆ ପିଲାମାନଙ୍କୁ ଛାଡ଼ିବି ନାହିଁ କହିଲେ। ବୋଲେ ମୁଁ ଡରେ ମୁଁ ବାହାରେ ଆସିଲି, ଆଉ ବାହାରେ ଆସିକି 2 ମାସ ହେଲା ଏଇ ବାହାରେ ଅଛି କୋଇଡ଼ାରେ। ଆଉ ତାପରେ ସେ ଗୋଟେ ସପ୍ତାହ ହେଲା ସେ ପଳେଇ ଯାଇଛନ୍ତି ଆଉ ମୋବାଇଲ ସୁଇଚ୍ ଅଫ୍ କରିଦେଇଛନ୍ତି। ଆପଣଙ୍କ ସହିତ କ'ଣ ଶାରୀରିକ ସମ୍ପର୍କ ଜବରଦସ୍ତି ରଖୁଥିଲେ? ହଁ, ସେ ଗନ୍ ଦେଖେଇକି ସବୁ ମୋତେ କହିଲା ମୋ ସ୍ତ୍ରୀକୁ ମୁଁ ଡିଭୋର୍ସ ଦେଇଦେଇଛି, କିନ୍ତୁ ସେଗୁଡ଼ା ସମ୍ପୂର୍ଣ୍ଣ ମିଛ। ମୋତେ ଆଣିଲା ପରେ ମୁଁ ଜାଣୁଛି ସେ ତାର ସ୍ତ୍ରୀ ସାଙ୍ଗେ ସମ୍ପର୍କରେ ଅଛି, ତାର ସାଙ୍ଗେ କଣ୍ଟାକ୍ଟରେ ଅଛି, ତା ପାଖକୁ ବି ଯାଉଛି, ସବୁକିଛି। କେତେ ବର୍ଷ ହେଲାଣି ପ୍ରେମ ଥିଲା ଏମିତି? 1 ବର୍ଷ ହେଇଛି। ଅଭିଯୋଗ କାହାକୁ ଜଣେଇଥିଲେ? ମୋ ଛୁଆମାନେ ହିଁ ଜାଣିଥିଲେ, ଆଉ କେହି ଜାଣିନଥିଲେ। ହଁ, ମୁଁ ଟେନ୍ସା ଥାନାବାଲାକୁ କହିଛି, FIR ବି ଦେଇଛି, କିନ୍ତୁ ସେମାନେ ରଖିନାହାନ୍ତି। ସେମାନେ କହିଲେ ଆଗେ ଇଏ ଯିବା ଲୋହନୀପଡ଼ା, ଏଠି ଆମର ଇନଚାର୍ଜ ନାହିଁ କହିଲେ। ଆଉ ଲୋହନୀପଡ଼ା ଯାଇକି ସେଠି ମିସିଂ କମ୍ପ୍ଲେନ୍ ଦେଇଛୁ। ଆଉ ତାପରେ ତ କିଛି ଆକ୍ସନ୍ ନେଇନାହାନ୍ତି। ଆଉ ମୁଁ ଚାହୁଁଛି ସିଏ ମୋର ସାଙ୍ଗେ ଏମିତି ଧୋକା କାହିଁକି କଲା, ସେ ତାର ଆନ୍ସର୍ ସେ ଦେଉ। ମୁଁ ତ ମୋର ଫ୍ୟାମିଲି ସାଙ୍ଗରେ ଥିଲି ନା, ମୋର ହଜବେଣ୍ଡ ସାଙ୍ଗରେ ଥିଲି, ମୋର ତ କିଛି ଇନକମ୍ ସୋର୍ସ ନାହିଁ। ଏବେ ମୁଁ କ'ଣ କରିବି, କ'ଣ ଖାଇବି, କେମିତି ରହିବି? ବାହାରେ ଆଣିକି ମୋତେ ଫିକିଦେଲା। ମୁଁ ନ୍ୟାୟ ମୋର ଏଇଟା ଅଛି, ୟା ତ ସେ ମୋତେ ରଖିବା ପାଇଁ ମାନେ ରଖିବ ତ ସମ୍ପୂର୍ଣ୍ଣ ଭାବରେ ରଖୁ, ସେ ତା ସ୍ତ୍ରୀକୁ ଡିଭୋର୍ସ ଦେଉ ଆଉ ମୋ ସାଙ୍ଗରେ କୋର୍ଟରେ ବାହା କରୁ, ନହେଲେ 50 ଲାଖ ରୁପିସ୍।